ମୁଁ ଯେତେବେଳେ ପ୍ରଥମ ଥର ବାକ୍ୟ ଶୁଣିଲି ପାଷ୍ଟର କିଙ୍ଗଙ୍କ ଠାରୁ, ସେଇଟା ହେଉଛି 2000 ମସିହାର ନଭେମ୍ବର ମାସ 3 ତାରିଖ 1ରୁ 3 ତାରିଖ ଭିତରେ 3 ତାରିଖରେ ମୁଁ ପୁନର୍ଜନ୍ମ ପାଇଥିଲି। ତ ଯେତେବେଳେ ମୁଁ ସୁସମାଚାର ଶୁଣିଲି ସେ ସମୟରେ ମୁଁ ବହୁତ ଖୁସି ଏବଂ ମୋ ହୃଦୟରେ ବେଶୀ ଆନନ୍ଦ ମଧ୍ୟ ଅନୁଭବ କରିଥିଲି। ସେ ସମୟରେ ମୋ ସ୍ତ୍ରୀ ବାକ୍ୟ ମଧ୍ୟ ଶୁଣି ନଥିଲେ। ମୁଁ ଯାଇକି ତାଙ୍କୁ କହିଲି କି ମୁଁ ପୁନର୍ଜନ୍ମ ପାଇଲି ଆଉ ମୁଁ ଧାର୍ମିକ ଗଣିତ ହେଲି ଆଉ ମୁଁ ଧାର୍ମିକ ବୋଲି କହିଲି। ତ ସେ ସମୟରେ ମୋ ସ୍ତ୍ରୀ କହିଲା କି ତୁ ଭଣ୍ଡମାନଙ୍କ ହାତରେ ପଡ଼ିଛୁ ଆଉ ଶେଷ ଦିନରେ ତ ଏମିତିକା ଲୋକ ଆସିବେ ବୋଲି ବାଇବଲରେ ଲେଖା ହେଇଛି, ତେଣୁ ମୁଁ ଟିକେ ଯିବି ଆଉ ସେମାନେ ଟିକେ ପରୀକ୍ଷା କରିବାର ଅଛି। ସେ 5 ତାରିଖ ନଭେମ୍ବର ମାସରେ ଆମେ ପାଦ୍ରିକିଆ ଯାଇଥିଲୁ। ସେ ସମୟରେ ସେ ଜାଗାରେ ରାତି ପ୍ରାୟ ଘଣ୍ଟେ କି ଦୁଇଟା ହେବ। ସେ ସମୟରେ ସେ ଜାଗାରେ ମଧ୍ୟ ପୁନର୍ଜନ୍ମ ପାଇଲେ ନଭେମ୍ବର 5। ତ ସେଇ ଦିନ ଠାରୁ ଆମେ ଦୁହେଁ ଦୁଇ ଜଣ ଯାକ ମାନେ ଯଦିଓ ଭିନ୍ନ ଭିନ୍ନ ଡିନୋମିନେସନର ଆମେ ଥିଲୁ। ମୁଁ କାଥଲିକ ପରିବାରର ଥିଲି ଆଉ ସେ ବାପ୍ଟିଷ୍ଟ ପରିବାରର ଥିଲେ। ତ ଆମ ପୂର୍ବରେ ଆମମାନଙ୍କର ଚର୍ଚ୍ଚ ପ୍ରତି ମାନେ ଏକ ହୃଦୟ ଆମର କେବେ ବି ନଥିଲା। ମୋ ମନରେ ଗୋଟେ ଏମିତିକା ହୃଦୟ ଥିଲା ଯେ ମୁଁ କେମିତି ଗୋଟେ ଚର୍ଚ୍ଚକୁ ଭେଟିବି ଯେଉଁ ଚର୍ଚ୍ଚରେ ନା ବାପ୍ଟିଷ୍ଟର ବିଷୟ ଥିବ, ନା କାଥଲିକ ବିଷୟ ଥିବ, ନା ପେଣ୍ଟିକୋଷ୍ଟର ବିଷୟ ଥିବ, এই বিষয়କୁ ଭାବୁଥିଲି। କିନ୍ତୁ ଠିକ୍ ସେଇ ସମୟରେ ଆମେ ପେଣ୍ଟିକୋଷ୍ଟ ଚର୍ଚ୍ଚକୁ ଯାଇକି ସେ ଜାଗାରେ କାନ୍ଦି କାନ୍ଦି ପ୍ରାର୍ଥନା କରୁଥିଲୁ। ଆଉ ବେଶୀ ପ୍ରାୟ 6 ମାସ ପର୍ଯ୍ୟନ୍ତ ଆମେ ସେମିତି କରିବା ଭିତରେ ଯେତେବେଳେ ମୁଁ ଶୁଣିଲି କି ପାଷ୍ଟର ଜଣେ ଆସୁଛନ୍ତି କରିବାକୁ, ସେ ସମୟରେ ଯାଇକି ମୁଁ ଏଇ ସୁସମାଚାରକୁ ଶୁଣିବାକୁ ପାଇଥିଲି। ନା ମୁଁ ଚର୍ଚ୍ଚରେ ଥିବା ଲୋକ ଭଳିଆ ଦେଖାଯାଉଛି କିନ୍ତୁ ଚର୍ଚ୍ଚରେ ମୋର ହୃଦୟ ନାହିଁ, ସେ ବିଷୟକୁ ମୁଁ ସମ୍ପୂର୍ଣ୍ଣ ଭାବରେ ପାଇପାରୁଛି। ଯେଉଁ ସମୟରେ ମଣ୍ଡଳୀର ଯେକୌଣସି କାର୍ଯ୍ୟ ପାଇଁ ପାଷ୍ଟର ଆମମାନଙ୍କୁ କହୁଛନ୍ତି, ସେ ସମୟରେ ସିଧାସଳଖ ଭାବରେ ମୁଁ ପାଷ୍ଟରମାନଙ୍କର ବିଚାର କରିବା ପାଇଁ ବାହାରିଥାଏ ଯେ ପାଷ୍ଟରମାନେ କ'ଣ ପାଇଁ ଏ ପ୍ରକାର ଭାବରେ କରୁଛନ୍ତି, ଏଇଟା ଠିକ୍ ନୁହେଁ। ଏଇଟା କରିବା ଦ୍ୱାରା ଭାଇ ଭଉଣୀମାନଙ୍କର ବିଷୟରେ କେବେ ହେଲେ ଭାବୁନାହାନ୍ତି ଯେ ସିଧାସଳଖ କହିଦେଉଛନ୍ତି ଯେଉଁଟା ଉପରୁ ଅର୍ଡ଼ର ଆସିଛି ମୁଁ କ'ଣ କରିବି ବୋଲି ସେମାନେ କହିଦେଲେ ସବୁ ସମସ୍ୟା ସମାଧାନ ହେଲା ତାଙ୍କର। କିନ୍ତୁ ଆମର ସମସ୍ୟା ବଢ଼ୁଛି ବୋଲି କେବଳ ମୋ ସମସ୍ୟା ବିଷୟରେ ମୁଁ ବେଶୀ ଭାବୁଥିଲି। ତ ଯେତେବେଳେ ଏଥର ମଧ୍ୟ ମୁଁ ଶୁଣିଲି କି ଏଲ୍ଡର ଡିକନ୍ସମାନଙ୍କର ଆଉ ଲିଡର୍ସମାନଙ୍କର ମିଟିଂ ହେବ, ମୋ ହୃଦୟରେ ପ୍ରଥମ ଆସିଲା ଯେ ଭୁବନେଶ୍ୱର। ମୁଁ ହଠାତ୍ ନ୍ୟୁଜ୍ ଦେଖୁ ଦେଖୁ ମୁଁ ପାଇଲି କି 43 ଡିଗ୍ରୀ 6 ପଏଣ୍ଟ ଅଛି, ଓଡ଼ିଶାରେ ସବୁଠାରୁ ବେଶୀ ଉତ୍ତପ୍ତ ସହର ବୋଲିକି ନ୍ୟୁଜ୍ରେ ଦେଉଛି। ହେଲେ ଏ ସମୟରେ କ'ଣ ପାଇଁ ଏଇଠି ବରଂ ଉଦୟଗିରିରେ କରୁଥିଲେ ଆମେ ଟିକେ ଭଲ ପରିବେଶରେ ଆମେ ମିଟିଂରେ ବସି ପାରିଥାନ୍ତୁ ଆଉ ସମସ୍ତେ ମଧ୍ୟ ମାନେ ଖୁସିରେ ମଧ୍ୟ ଶୁଣି ପାରିଥାନ୍ତେ। ଏତେ ଗରମରେ ଯାଇକି କ'ଣ ସେଇଠି କରିଯିବୁ ଆମେ? ସେଇଠି ବସିଲେ ନିଦ ହେବ କିମ୍ବା ଗରମରେ ଆମେ ବାକ୍ୟ ଭଲରେ ଶୁଣିପାରିବୁନି। ସତେ ଯେମିତି ମୋର ଏକଦମ ଏଇ ଯେଉଁ ହୃଦୟ ଆସୁଥିଲା ସେଇଟା ବେଶୀ ଭଲ ଭାବରେ ମୋ ହୃଦୟରେ ଆସୁଥିଲା। ତ ମୁଁ ଭାବୁଥିଲି କି ଯଦିଓ କରିଥାନ୍ତେ ଟିକେ ଶୀତ ଦିନରେ କରିଥାନ୍ତେ କିମ୍ବା ଯେଉଁଟା ଆଗକୁ ଆମର ରିଟ୍ରିଟ୍ ମଧ୍ୟ ହେବାକୁ ଯାଉଛି ଆର ମାସ, ସେଇଟା ପାଇଁ ମଧ୍ୟ ମୁଁ ଚିନ୍ତା କରୁଥିଲି। ଗୋଟେ ଥର ତ ଏକାଥର କରୁଥାନ୍ତେ, ଆଉ କ'ଣ ପାଇଁ 2-3 ଥର କରୁଛନ୍ତି? କେବଳ ପଇସା ଯେମିତି ଖର୍ଚ୍ଚ ହେବ ଭାଇମାନଙ୍କର, ସେଥିପାଇଁ ଏକା ସବୁ ଚିନ୍ତା କରୁଛନ୍ତି ନା କ'ଣ, ଏମିତିକିଆ ଚିନ୍ତା ମଧ୍ୟ ଆସିଥିଲା। ସେ ଯାହା ବି ହଉ ପ୍ରଭୁ ଏ ଜାଗାକୁ ଆଣିଲେ। ଆମମାନେ ସକାଳୁ ବାହାରିଲୁ। ତ ମୁଁ ଭାବୁଥିଲି ମୋତେ ବସିଲା ବେଳେ ନିଦ ହେବ ନାହିଁ ତ ବୋଲି ଆଗରୁ ମୁଁ ଚିନ୍ତା କରିକି ବସିଛି। କିନ୍ତୁ ଅବଶ୍ୟ ମୁଁ ଆଜି ମୋତେ ନିଦ ବି ହେଇନି ଯେତେବେଳେ ମୁଁ ବାକ୍ୟ ପାଷ୍ଟରଙ୍କ ଠାରୁ ଶୁଣିଲି ଯେ କଷ୍ଟ କାହିଁକି ଆମମାନଙ୍କ ହୃଦୟକୁ ଆସୁଛି, ଆମମାନେ କ'ଣ ପାଇଁ ମଣ୍ଡଳୀର କଷ୍ଟ ବା ଆମମାନଙ୍କର
परिवार कष्ट आम निज हृदय कष्ट आम कहीं भोगुचु जे केवल आम पाखे वाक्य ना विश्वास ना समस्त विषय घटुची बोली जिते शुणुची प्रकृत में मुझे विश्वास को हरई जो विश्वास मत परमेश्वर 2000 मसीहा नवेम्बर मास 3 तारीख मो हृदय देते आ जो खुशी मत देती से खुशी माने प्रकृत में मुझे चाहूँगी सुसमाचार प्रचार करने लोक मैंने पुनर्जन्म पातु से खुशी हेबी माने गौरव पाइबी यही प्रकार विषय मो हृदय अच्छी सब किंतु प्रकृत में से विषय पास्टर जमी कहते करना मो चेष्टा द्वारा तो प्रभु जिते मत अनुग्रह न करती से परिवार योग्य लोक तो ए समस्त विषय मुझे देखिपारे जे मंडली में मुझे एत दिन धरी अच्छी 24 वर्ष पाखापाखि 23 वर्ष पर तो यही जो एत वर्ष धरिकी मुझे जगह अच्छी जे मु भावी मो चेष्टा अच्छी भावुली किंतु प्रकृत से प्रभु मते दया जगह से जगह रखी जो अनुग्रह मु पाई से अनुग्रह पाई बोली कि मो जगह अच्छी ये तो ये धन्यवाद।